ବିକିଲେ କଳିଙ୍ଗଠୁ ସାଙ୍ଗରେ ଯୋଡା ହେଇକି ଥିଲା ତାଙ୍କର ଯୋଉ କଲିକତା ଇଣ୍ଡିଆର ଆପଣ ଦେଖିଛନ୍ତି କି ନାଇଁ ମୁଁ କହିପାରିବିନି ମେନ୍ ସେଣ୍ଟର ଉପରେ କଲିକତାର ସେ ଜାଗା ଧର ଆପଣ ଦେଖିଛନ୍ତି କି ନାଇଁ ମୁଁ କହିପାରିବିନି ସେ ମଧ୍ୟ ଗଲା କରି କାରଣ ତା ସେ କମ୍ପାନୀ ସାଙ୍ଗରେ ସେ ଥିଲା କିନ୍ତୁ ସେ ଯାହା ହଉ ସେ ବିକିଥିଲେ କାହିଁକିନା ସେ ତାଙ୍କର ମୁଁ ଏ ପ୍ରଶ୍ନ ଭିତରେ ତାଙ୍କୁ ମଧ୍ୟ ବିଜୁବାବୁଙ୍କୁ ପଚାରିଥିଲି ଆମେ ବି ସିଏ କିନ୍ତୁ କହୁଛନ୍ତି ଯେ ଏଇ ନକରିଥିଲେ ଆଉ ମାନେ ଲଢାଇ ପାରିନଥାନ୍ତା ଇଲେକ୍ସନ ହେଇପାରିନଥାନ୍ତା ଦରକାର ଥିଲା କିନ୍ତୁ ଯାହା ହେଲେ ମଧ୍ୟ ବି କିନ୍ତୁ ସେ ପଇସା ନେଇକି ନିଶ୍ଚିତ ଭାବରେ ତାଙ୍କ ପରିବାରର କାହାର କିଛି ଅସୁବିଧା ହବ ନାହିଁ ଏଥିପାଇଁ ଟଙ୍କା ରଖିଥିଲେ ସେଥିପାଇଁ ବିଭିନ୍ନ ଲୋକମାନେ ଫିକ୍ସ ଡିପୋଜିଟ୍ ଆରମ୍ଭ କରିକି ଯୋଉ ଯୋଉ ବ୍ୟବସ୍ଥା କରିଥିଲେ ମାନେ ବହୁତ ନହେଲେ ମଧ୍ୟ ଯେମିତି ଗୋଟେ ଲୋକ ଚଳିପାରିବ ସେ ବ୍ୟବସ୍ଥା ସମସ୍ତଙ୍କ ପାଇଁ କରିଥିଲେ କିନ୍ତୁ ତାଙ୍କ ଘର ବିକା ବିଷୟରେ ଗୋଟେ କିନ୍ତୁ କୁହାହେଲା ଯୋଉଦିନ ଆପଣ ଘରଟି ବିକ୍ରି କରିଦେବେ ବିଜୁ ପଟ୍ଟନାୟକ ସେ ନିଶ୍ଚୟ ବିଜୁ ପଟ୍ଟନାୟକ ଅଛନ୍ତି ମାନେ ନା ଏକ୍ସେଲ ବିଜୁ ପଟ୍ଟନାୟକ ମାନେ ଏଠି ଓଡିଶାରେ ଗୋଟେ ଆପେ ଆପେ ଗୋଟେ ବିରାଟ ଜନମତ ଆପଣ ପଛରେ ଛିଡା ହେଇଛି ଇଲେକ୍ସନ ହେଇପାରନ୍ତି ଜିତି ପାରନ୍ତି କିନ୍ତୁ ଓଡିଶାର ଜନମତ ଗୋଟେ ବିରାଟ ଜନମତ ଆପଣ ସାଙ୍ଗରେ ଅଛି ବହିର ନା ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ପର୍କ ଓ ସମ୍ପର୍କିତ କାହିଁକି ରଖାଯାଇଛି ମୁଁ କହିପାରିନି ସେ ନାମକରଣ କରୁଛନ୍ତି ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ତ ଆପଣ ଜାଣିଛନ୍ତି ସମସ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ କହୁଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ତ ଆଉ ନାହାନ୍ତି ସେ ନାଇଁ ସେତେବେଳେ ଏ ତାଙ୍କରି ସମ୍ପର୍କରେ ଆଉ କଣ ମାନ୍ୟବର ଆଉ ସେ କଣ ସେଇ ମୁଖ୍ୟମନ୍ତ୍ରୀ ଅଧା ପର୍ଯ୍ୟନ୍ତ ଘଟଣା ସେ ଲେଖିଛନ୍ତି ଅଧା ପର ଘଟଣା ସେତେ ଲେଖି ନାହାନ୍ତି ନା ତେଣୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡିଶାର ଲୋକମାନେ ସବୁ କଥାରେ ଆପଦ ଥିଲେ ଟିଭିରେ ତାଙ୍କର ଲୋକ ଯିଏ ଆସିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିବେ ତ ଆଉ କିଛି କୁହନ୍ତିନି ସେମାନେ କେବେ ମୁଖ୍ୟମନ୍ତ୍ରୀ କହନ୍ତି ଖାଲି କୁହନ୍ତିନି 2004 ମସିହା ଠାରୁ ଏ ଲାଇନ ଟା ମାନ୍ୟବର ଶବ୍ଦଟା ମୁଖ୍ୟମନ୍ତ୍ରୀଙ୍କ ପଛରେ ଯୋଡି ହେଇଗଲା ଏକଦମ ବିଲକୁଲ ଯୋଡି ହେଇଗଲା ଏଇଟା ସତ ଏଇଟା ଆପଣ ତ ଥିଲେ ଗଣମାଧ୍ୟମରେ ଟେଲିଭିଜନ ଥିଲେ ଆପଣ ବିଭିନ୍ନ ବିତର୍କ ଦେଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନ କହିଲେ ତାଙ୍କର କୌଣସି ବାକ୍ୟ ହେଇପାରେ ଯେମିତି ବର୍ତ୍ତମାନ ବିଜେପି ଅନେକ ଲୋକ ଯଶସ୍ୱୀ ପ୍ରଧାନମନ୍ତ୍ରୀ କହିବାକୁ ଦଉଛନ୍ତି ହେଇପାରେ କିନ୍ତୁ ତାଙ୍କର ଗୋଟେ ମାନ୍ୟବର ମୁଖ୍ୟମନ୍ତ୍ରୀ ଲାଗିଥିଲା ତ ମୋଟ ଉପରେ ଏଇ ବହିଟିକୁ ଜଣେ ଯଦି ପଢିବ ସେ କଣ ପାଇବ କଣ ଅଛି ଦେଖିବାକୁ ପାଇବ ନୋଟ୍ ସେଲରେ ସଂକ୍ଷେପରେ କୁହନ୍ତୁ ନାଇଁ ଏତିକି କଥା ବହିରୁ ଆପଣ ପାଇବେ ବହିରେ ବହୁତ କଥା ଅଛି ମୁଁ ପୁରାଟା ଦେଖିଥିଲେ ମଧ୍ୟ ଆପଣ ଏତିକି କଥା କହୁଛି ଯେ ନବୀନ ପଟ୍ଟନାୟକଙ୍କର ଶାସନ ତ ଆପଣ ଦେଖିଛନ୍ତି ଯୋଉଟା ଗଲା କିନ୍ତୁ ଜଣେ ଜଣେ ସାଧୁ ସମ୍ପନ୍ନ ବ୍ୟକ୍ତି ନୁହଁ ଜଣେ ଅନେଷ୍ଟଲି ବର୍ତ୍ତା କାର୍ଯ୍ୟ କରୁଥିଲେ ତା ମଧ୍ୟ ନୁହଁ ପ୍ରଥମ ଅବସ୍ଥାରେ କିଛିଟା ଥିଲା ତାଙ୍କର କିନ୍ତୁ ଗୋଟେ କଥା ଦେଖିବେ ଓଡ଼ିଆ ଭାଷା ଓଡ଼ିଆ ଜାଣିବା ଓଡ଼ିଆକୁ ଭଲ ପାଇବା ଏ ବିରୁଦ୍ଧରେ ସେ ମୂଳରୁ ଅଛନ୍ତି ଶେଷ ପର୍ଯ୍ୟନ୍ତ ମଧ୍ୟ ରହିଲେ ନବୀନ ବାବୁ ଏଇଟା ଆପଣ ଦେଖିବେ ଏପରି ବୋଧେ ଓଡ଼ିଆ ଭାଷା ପରେ ଶିଖିଲେ ନାହିଁ କଥା କହିଲେ ନାହିଁ ଏବଂ ଅନ୍ୟ ଲୋକମାନେ ଏମାନେ ସେଥିରେ ଖୁସି ବି ହେଲେ ଲୋକ ଏବଂ ସେଇଭଳି ଭାବରେ ଏବଂ ଶେଷ ପର୍ଯ୍ୟନ୍ତ ଚଳିଦେଲେ 24 ବର୍ଷ ମୁଖ୍ୟମନ୍ତ୍ରୀ ରହିକି ମଧ୍ୟ ବି ଆପଣ କେବେ ଦେଖିଛନ୍ତି କୌଣସି ଭାବରେ ସେ ନିଜକୁ କମ୍ୟୁନିକେଟ କରିବା ପାଇଁ ଓଡ଼ିଆ ଭାଷା କୋଉଠି ଲେଖିଦେଲେ ପଢିଦେବା ଦୋଷର କଥା ଓଡିଶା ରାଜନୀତିର ଅନେକ ଭିତିରି କଥା ଆଉ ଗୁମର କଥା ଯାହା ପଞ୍ଚାନନ ବାବୁ ଅଙ୍ଗେ ନିଭେଇଛନ୍ତି ଏକଦମ ମନ୍ତ୍ରୀ ହିସାବରେ ମଧ୍ୟ ଯୋଉଟା ଅଙ୍ଗ ଲିଭେଇଛନ୍ତି ଦଳର ନେତା ହିସାବରେ ଯୋଉଟା ଅଙ୍ଗ ଲିଭେଇଛନ୍ତି ଏବଂ ଯୋଉ ହିସାବରେ ତାଙ୍କ ସହିତ ବିଭାଜନ ହେଲା ଯୋଉ ହିସାବରେ ଦଳରୁ ବାହାରିଲେ ଯୋଉ ଯୋଉ କାରଣ ତା ଭିତରେ ସବୁ ଅଛି ଅନେକ କଥା ରହିଛି ତା ଭିତରେ ମୁଁ ଭାବୁଛି ଏଇଟା ଗୋଟେ ଇମ୍ପ୍ରେସନ ଆପଣଙ୍କୁ ଦବ ଏଇ 24 ବର୍ଷ ଧରି ଯୋଉ ରାଜ୍ୟରେ ଶାସନ ଚାଲିଥିଲା ହେଇଛି କିଛି କଥା ହେଇଛି ଲୋକ କହୁଛନ୍ତି ପ୍ରଗତି ହେଇଛି ଅମୁକ ହେଇଛି ହେଇଛି କିନ୍ତୁ ଆମେ ଯାହାକୁ ଶାସକ ବୋଲି ଭାବିକି ବସେଇଥିଲୁ ସିଏ ପ୍ରକୃତରେ କିପରି ଲୋକ ଥିଲେ ଏବଂ କିପରି ଭାବରେ ଲୋକମାନେ ତାଙ୍କୁ କାହିଁକି ସମର୍ଥନ କରି ଚାଲିଥିଲେ ସେ ସମ୍ପର୍କରେ ଆପଣ ପଢିଲା ପରେ ଆପଣ ଇମ୍ପ୍ରେସନ ହବ ଏବଂ ଅନ୍ୟମାନେ କେମିତି ଆସିଲେ ପାଣ୍ଡିଆନ କେବେଠୁ ପାୱାରଫୁଲ ହେଲେ ପାଣ୍ଡିଆନ କେମିତି ପାୱାର ହେଲେ କଳ୍ପତରୁଙ୍କ କଥା ଏ ସବୁ କଥା ଭିତରେ ଦେଖିବେ ଆପଣ ପାଣ୍ଡିଆନ ଆଉ କଳ୍ପତରୁଙ୍କ କଥା ବି ଏଥିରେ ଅଛି ପାଣ୍ଡିଆନ ହଉଛନ୍ତି ବର୍ତ୍ତମାନ ସମୟର ସବୁଠାରୁ ଚର୍ଚ୍ଚିତ ରାଜନେତା ଯିଏ ଥିଲେ 2024 ଇଲେକ୍ସନ ଶେଷ ପର୍ଯ୍ୟନ୍ତ ଇଲେକ୍ସନ ରେଜଲ୍ଟ ତ ଭିନ୍ନ ହେଲା ତାପର ଠାରୁ ପାଣ୍ଡିଆନକୁ ନେଇ ଏପର୍ଯ୍ୟନ୍ତ ଚର୍ଚ୍ଚା କମି ନାହିଁ ତ ମୋଟ ଉପରେ କହିବା ପାଇଁ ଗଲେ ମୁଁ ଗୋଟିଏ କଥା ଭାବୁଛି ଆପଣ ନିଜେ ପଞ୍ଚାନନ କାନୁନକୁ ଏ ବହି ଟିକେ ଆପଣ ଭଲ ଆମେ ଡାକିବୁ ତାଙ୍କୁ ଗୋଟେ ପୁରାପୁରି ଭାବରେ ଚାପ୍ଟର ୱାଇଜ ସେଥିରେ ସବୁ ଯାକ ଚାପ୍ଟର ଅଛି ନିଶ୍ଚିତ ତାଙ୍କୁ ପ୍ରଶ୍ନ କରନ୍ତୁ ଏବଂ ସିଏ କଣ ବେସିସ୍ ତାଙ୍କର ତାଙ୍କୁ ପଚାର ନିଶ୍ଚିତ ଭାବରେ ଆପଣ ଯୋଉ ପ୍ରସ୍ତାବ ଦେଲେ ତାକୁ ଆମେ ଗ୍ରହଣ କରୁଛୁ ଏ ସମ୍ପର୍କରେ ପଞ୍ଚାନନ ବାବୁଙ୍କ ଠାରୁ ଉତ୍ତର ଖୋଜିବା କିନ୍ତୁ ସଂକ୍ଷେପରେ ମୁଁ କେବଳ ଏତିକି କହିପାରେ ଯେ ଏଇଭଳି ବହି ସବୁ ଲେଖାଯିବା ଜରୁରୀ ଗୋଟିଏ ସମୟର ଇତିହାସ ଗୋଟିଏ ଓଡିଶାର ଇତିହାସ ଲେଖାଯିବ ଯେ କେମିତି ପଲିଟିକାଲ ଡେଭଲପମେଣ୍ଟ ବର୍ଷ ବର୍ଷ ଧରି କେମିତି ହେଇଛି
ये पॉलिटिकल हिस्ट्री भितर गोटे रेफरेंस पॉइंट रहिबो विभिन्न लोकंकर इंटरप्रिटेशन विभिन्न लोकंकर लेखा विभिन्न लोकंकर एक्सपीरियंस यहां लेकर इतिहास तैयारी हुए तेणु ये गोटे इतिहास ही रहिबो जे ओडिशा रे केमिति शासन चलीथिला नवीन बाबू केमिति आसिले तांकर प्रभाव कौन हैला ये सबुठारु गुरुत्वपूर्ण इतिहास मते लागुची स्वाधीनता परवर्ती समय नवीन बाबूंकर समय होची ओडिशा इतिहास सबुठारु कौतूहलपूर्ण गुरुत्वपूर्ण घटना सबू जहाँ घटी एभली कहानी एभली घटना बोध हुए अन्य मुख्यमंत्री मान क्षेत्र में घटी नथिला अन्य समय घटी नथिला जहाँ गत 24 वर्ष भितर घटी एवं से घटनार किछि अंश ए बही भितर स्थानित होईची आशा करिबा मोर एंड मोर अधिकरु अधिक एई भली राजनीति को नहीं लेखा आसिबो जहाँ ओडिशार पॉलिटिकल हिस्ट्री को समृद्ध करिबा। धन्यवाद श्रीयुत रविदास आपनकर